ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏହି ଭିଡିଓ ମାଧ୍ୟମରେ ସ୍ୱାଗତ ଏବଂ ଅଭିନନ୍ଦନ। ପିଲାମାନେ, ଆମେ ଗତକାଲି ଯେଉଁ ପାଠ ପଢ଼ିଥିଲୁ, କୋଉ ପାଠ ପଢ଼ିଥିଲୁ? ତୃତୀୟ ଅଧ୍ୟାୟ 2000 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସ୍ୱାଧୀନତା ପରବର୍ତ୍ତୀ ଭାରତର ପ୍ରଥମ ପାଠ ଦେଶୀୟ ରାଜ୍ୟ ମାନଙ୍କର ମିଶ୍ରଣ ବିଷୟରେ ଅଧ୍ୟୟନ କରିଥିଲୁ। ସେହି ପାଠକୁ ଆଜି ଆମେ ତାର ପ୍ରଶ୍ନାବଳୀ ଥିଲା, ସେଇ ପ୍ରଶ୍ନାବଳୀକୁ ଏହି ଭିଡିଓ ମାଧ୍ୟମରେ ଡିସ୍କସନ କରିବୁ। ରାଇଟ୍, ବିଳମ୍ବ ନ କରିକି ଚାଲନ୍ତୁ, ମୁଁ ବର୍ତ୍ତମାନ ସ୍କ୍ରିନଟା ସେୟାର କରୁଛି। ସ୍କ୍ରିନ ଆପଣମାନଙ୍କ ସାମ୍ନାରେ ବର୍ତ୍ତମାନ ଆସିଯାଇଛି। ଏବେ ବର୍ତ୍ତମାନ ପ୍ରଶ୍ନ କ'ଣ ଆଉ ତା ଉତ୍ତର କ'ଣ ଦେଖିନେବା। ଏକ ନମ୍ବରରେ ସେ କହିଲା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ 60 ଗୋଟି ଶବ୍ଦରେ ଲେଖ। ପ୍ରତ୍ୟେକ ପ୍ରଶ୍ନର ଉତ୍ତର କେତେ ଗୋଟି ଶବ୍ଦରେ ଆମକୁ ଲେଖିବାକୁ ପଡ଼ିବ? 60 ଗୋଟି ଶବ୍ଦରେ ଲେଖିବାକୁ ପଡ଼ିବ। 60 ଗୋଟି ଶବ୍ଦରେ ସେ କ'ଣ ସେ କହିଛି? ନମ୍ବର 1 ରେ କ'ଣ କହିଲା? ଲର୍ଡ ମାଉଣ୍ଟବେଟେନ୍ କେବେ ଓ କାହିଁକି ରାଜନ୍ୟ ମଣ୍ଡଳୀର ବୈଠକ ଡକାଇଥିଲେ ଏବଂ ସେଠାରେ ସେ ଦେଶୀୟ ରାଜାମାନଙ୍କୁ ଭାରତ ସହିତ ମିଶିବା ପାଇଁ କିପରି ଅନୁପ୍ରାଣିତ କରିଥିଲେ? ଦେଖ ପିଲାମାନେ, ଅତି ସୁନ୍ଦର ପ୍ରଶ୍ନ। ତାର କିଛି ପଏଣ୍ଟ ଅଛି। ପଏଣ୍ଟ ଆଇ ରେ ସେ କ'ଣ କହିଲେ? ଲର୍ଡ ମାଉଣ୍ଟବେଟେନ୍ 1947 ଜୁଲାଇ 25 ତାରିଖରେ ରାଜନ୍ୟ ମଣ୍ଡଳୀର ଏକ ବୈଠକ ଡକାଇଲେ। 2 ନମ୍ବର ବା ଡବଲ ଆଇ, ସମବେତ ଦେଶୀୟ ରାଜ୍ୟର ଶାସନକର୍ତ୍ତାମାନଙ୍କୁ ସମ୍ବୋଧନ କଲାବେଳେ ସେ ସେମାନଙ୍କର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଲେ। ଟ୍ରିପଲ ଆଇ, ତାଙ୍କ ବକ୍ତବ୍ୟର ସାରମର୍ମ ଥିଲା ବ୍ରିଟିଶ ସର୍ବୋଚ୍ଚ ଶକ୍ତିର ଛତ୍ରଛାୟା ଅପସାରିତ ହେବା ପରେ ବସ୍ତୁତଃ ସେମାନେ ସ୍ୱାଧୀନ। ଆଇଭିରେ ରହିଲା, ଏପରି ପରିସ୍ଥିତିରେ ଦେଶୀୟ ରାଜାମାନେ ସେମାନଙ୍କ ସୀମାକୁ ଲାଗିଥିବା ଦେଶ ସହିତ ସମ୍ପର୍କ ବାନ୍ଧିବା ବିଧେୟ। ଆଉ 5 ନମ୍ବର ହେଲା, କାରଣ ଦେଶୀୟ ରାଜ୍ୟମାନଙ୍କରେ ବସବାସ କରୁଥିବା ପ୍ରଜାମାନେ ସେମାନଙ୍କର ସାମଗ୍ରିକ ଉନ୍ନତି ଚାହାନ୍ତି ଏବଂ ନବଗଠିତ ସ୍ୱାଧୀନ ରାଷ୍ଟ୍ର ସହିତ ମିଶି ସେମାନଙ୍କର ଭବିଷ୍ୟତ ସମୃଦ୍ଧି ଚାହାନ୍ତି। ଏ ଥିଲା ଆମର ଲର୍ଡ ମାଉଣ୍ଟବେଟେନଙ୍କର ପରାମର୍ଶ। କୋଉମାନଙ୍କୁ? ଯୋଉ ରାଜାମାନଙ୍କୁ। 6 ନମ୍ବର ହେଲା, ମିଳନ ପତ୍ରରେ କ'ଣ ବ୍ୟବସ୍ଥା ଥିଲା, ଏହାକୁ ଦେଶୀୟ ରାଜାମାନେ କିପରି ଗ୍ରହଣ କଲେ? ମିଳନ ପତ୍ରରେ କ'ଣ ବ୍ୟବସ୍ଥା ଥିଲା ସେ ବିଷୟରେ ଦେଖିବା। 1 ନମ୍ବରରେ କ'ଣ କହିଛି? ପଏଣ୍ଟ ନମ୍ବର 1 ଯେ କେଉଁ ସର୍ତ୍ତରେ ଦେଶୀୟ ରାଜାମାନେ ଭାରତ ସହିତ ସମ୍ପର୍କ ସ୍ଥାପନ କରିବେ ସେ ସମ୍ବନ୍ଧରେ ସର୍ଦ୍ଦାର ପଟେଲ ଓ ଭିପି ମେନନ ଏକ ମିଳନ ପତ୍ର ପ୍ରସ୍ତୁତ କରିସାରିଥାନ୍ତି। 2 ନମ୍ବର ପଏଣ୍ଟ ହେଲା, ମିଳନ ପତ୍ରର ପ୍ରସ୍ତାବ ଅନୁଯାୟୀ ଦେଶୀୟ ରାଜାମାନେ ଭାରତକୁ 3 ଗୋଟି କ୍ଷମତା ହସ୍ତାନ୍ତର କରିବା ଆବଶ୍ୟକ ଥିଲା। ସେଗୁଡ଼ିକ କ'ଣ? ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ। 3 ନମ୍ବର ପଏଣ୍ଟ ହେଲା, ଏହି ସବୁ କ୍ଷମତା ହସ୍ତାନ୍ତର ପରେ ଦେଶୀୟ ରାଜାମାନେ ସ୍ୱାଧୀନ ଭାବରେ ସେମାନଙ୍କର ରାଜ୍ୟ ଶାସନ କରିପାରିବେ ବୋଲି ଉଲ୍ଲେଖ କରାଯାଇଥିଲା। 4 ନମ୍ବର ପଏଣ୍ଟ, ମାଉଣ୍ଟବେଟେନ୍ ଭାଷଣରେ ଅନୁପ୍ରାଣିତ ହୋଇ ଓ ତାଙ୍କର ସର୍ତ୍ତାବଳୀକୁ ଅନୁଧ୍ୟାନ କରି ଅନେକ ଦେଶୀୟ ରାଜ୍ୟ ଏହି ମିଳନ ପତ୍ରରେ ସ୍ୱାକ୍ଷର କଲେ। 5 ନମ୍ବର ପଏଣ୍ଟ ହେଲା, ସର୍ଦ୍ଦାର ପଟେଲ ମଧ୍ୟ ଅନେକ ଦେଶୀୟ ରାଜ୍ୟକୁ ଏପରି କରିବାକୁ ଅନୁପ୍ରାଣିତ କରିଥିଲେ। ତାପରେ ଆମେ ଦେଖିବା କେଉଁ ପରିସ୍ଥିତିରେ କାଶ୍ମୀରର ରାଜା ହରି ସିଂ ମିଳନ ପତ୍ରରେ ସ୍ୱାକ୍ଷର କଲେ। ତ ପରବର୍ତ୍ତୀ ପ୍ରଶ୍ନ କ'ଣ? କେଉଁ ପରିସ୍ଥିତିରେ କାଶ୍ମୀରର ରାଜା ହରି ସିଂ ମିଳନ ପତ୍ରରେ ସ୍ୱାକ୍ଷର କରିଥିଲେ? ଦେଖ, ପ୍ରଥମ ପଏଣ୍ଟ ହେଲା, ଜାମ୍ମୁ କାଶ୍ମୀରର ମହାରାଜା ହରି ସିଂ କାଶ୍ମୀରକୁ ସ୍ୱାଧୀନ ରଖିବାକୁ ମତ ପୋଷଣ କଲେ। ତାଙ୍କର ଏହି ମତକୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ୍ ଅବଦୁଲ୍ଲା ପ୍ରତ୍ୟାଖ୍ୟାନ କଲେ। 2 ନମ୍ବର ପଏଣ୍ଟ ହେଲା, ପାକିସ୍ତାନର ପ୍ରରୋଚନା ଓ ସାହାଯ୍ୟର ଉତ୍ସାହିତ ହୋଇ ହଜାର ହଜାର ପଠାଣ ଜନଜାତିର ଲୋକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ କାଶ୍ମୀର ଅନେକ ଅଞ୍ଚଳ ଦଖଲ କଲେ। ଏହାକୁ ଆଜାଦ କାଶ୍ମୀର ଗଠନ କଲେ। ଝେଲମ ନଦୀ ଟପି ଶ୍ରୀନଗର ଆଡ଼କୁ ଅଗ୍ରସର ହେଲେ। ସେମାନଙ୍କ ସହିତ ନିୟମିତ ପାକିସ୍ତାନୀ ସୈନ୍ୟ ମଧ୍ୟ ଏହି ଆକ୍ରମଣରେ ଭାଗ ନେଇଥିଲେ। 3 ନମ୍ବର ପଏଣ୍ଟ ହେଲା, ଏହା ପାକିସ୍ତାନର ଅପରେସନ ଗୁଲମାର୍ଗର ଅଂଶବିଶେଷ। ଏହା ଥିଲା ଅପରେସନ ଗୁଲମାର୍ଗ। ଅପରେସନ ଗୁଲମାର୍ଗ କାଶ୍ମୀରକୁ ଦଖଲ କରି ନେବା ପାଇଁ ଅଭିପ୍ରେତ ଥିଲା। ଏବଂ 4 ନମ୍ବର ପଏଣ୍ଟ ହେଲା, ଆତ୍ମରକ୍ଷା ପାଇଁ ଅନ୍ୟ କୌଣସି ଉପାୟ ନ ପାଇ ରାଜା ହରି ସିଂ ଭାରତ ସରକାରଙ୍କୁ ସାମରିକ ସହାୟତା ପାଇଁ ଅନୁରୋଧ କଲେ।
ଅନୁରୋଧ କଲେ। ତାପରେ କଣ ହେଲା, ତାପରେ ସାମରିକ କାର୍ଯ୍ୟ ଅନୁଷ୍ଠାନ ପୂର୍ବରୁ ତାଙ୍କୁ ଭାରତ ସରକାର ସହିତ ଏକ ମିଳନ ପତ୍ର ସ୍ୱାକ୍ଷର କରିବାକୁ ପଡିଥିଲା। ହେଲା। ତାପରେ ପରବର୍ତ୍ତୀ ପ୍ରଶ୍ନ, ପଟେଲ ଓ ମେନନ ପୂର୍ଣ୍ଣ ମିଶ୍ରଣ ସପକ୍ଷରେ କି ଯୁକ୍ତି ଉପସ୍ଥାପନା କଲେ? ଦେଖ ପିଲାମାନେ, ଅତି ସୁନ୍ଦର, ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଯେ ପଟେଲ ଓ ମେନନ ପୂର୍ଣ୍ଣ ମିଶ୍ରଣ ସପକ୍ଷରେ କି ଯୁକ୍ତି ଉପସ୍ଥାପନ କଲେ। ଓକେ, ପଟେଲ ଆଉ ମେନନ ପୂର୍ଣ୍ଣ ମିଶ୍ରଣ ସପକ୍ଷରେ କିଛି ଯୁକ୍ତି ଉପସ୍ଥାପନ କଲେ। ସେଗୁଡ଼ିକ କଣ କଣ? ଏକ ନମ୍ବର ହେଲା, ମିଶ୍ରଣ ନହେଲେ ରାଜ୍ୟମାନଙ୍କର ଆର୍ଥିକ ବ୍ୟବସ୍ଥା ଭୁଷୁଡ଼ି ପଡ଼ିବ। 2 ନମ୍ବର ପଏଣ୍ଟ ହେଲା, ରାଜ୍ୟମାନଙ୍କରେ ଗଣତନ୍ତ୍ର ପରିବର୍ତ୍ତେ ରାଜତନ୍ତ୍ର ଚାଲିଲେ ପ୍ରଜା ବିଦ୍ରୋହ କରିବେ ଏବଂ ଅରାଜକତା ବ୍ୟାପିବ। 3 ନମ୍ବର ପଏଣ୍ଟ ହେଲା, ଅର୍ଥ ବ୍ୟବସ୍ଥା ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ଥିବା ରାଜ୍ୟମାନେ ସ୍ୱାଧୀନ ଭାବରେ କୌଣସି ଜନହିତ କାର୍ଯ୍ୟ କରିପାରିବେ ନାହିଁ। ଏବଂ 4 ନମ୍ବର ପଏଣ୍ଟ ହେଲା, ଭାରତ ଭିତରେ ଅବାଧ ବାଣିଜ୍ୟ ବ୍ୟବସ୍ଥା ବାଧାପ୍ରାପ୍ତ ହେବ। ଏବଂ 5 ନମ୍ବର ପଏଣ୍ଟ ହେଲା, ଅପରାଧକୁ ଦମନ କରିବା ସମ୍ଭବ ହେବ ନାହିଁ, କାରଣ ସେମାନେ ଦେଶୀୟ ରାଜ୍ୟମାନଙ୍କରେ ଆତ୍ମଗୋପନ କରିବେ। ଏବଂ 6 ନମ୍ବର ପଏଣ୍ଟ ହେଲା, ଏକ ପୂର୍ଣ୍ଣାଙ୍ଗ ରାଜନୀତିକ ଭାରତ ଗଠିତ ନ ହୋଇପାରିବା ଦ୍ୱାରା ଭାରତୀୟ ଜାତୀୟତା ବିଭିନ୍ନ ଭାବରେ ପ୍ରତିହତ ହେବ। ଏବଂ 7 ନମ୍ବର ପଏଣ୍ଟ ହେଲା, ସ୍ୱାଧୀନ ଭାରତର ସୁଫଳ ଲୋକମାନଙ୍କୁ ମିଳିବ ନାହିଁ। ତ ପଟେଲ ଆଉ ମେନନ ପୂର୍ଣ୍ଣ ମିଶ୍ରଣରେ ଯେଉଁ ଯୁକ୍ତି ସ୍ଥାପନ କରିଥିଲେ ସେଠି ଥିଲା କେତୋଟି ପଏଣ୍ଟ? 7ଟି ପଏଣ୍ଟ। ଏବେ ବର୍ତ୍ତମାନ ଆମେ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା, ମିଶ୍ରଣ ଚୁକ୍ତିର ସର୍ତ୍ତ ଗୁଡ଼ିକ କଣ ଥିଲା? ଏହି ମିଶ୍ରଣ ଚୁକ୍ତି କରିଥିଲେ କିଏ? ସର୍ଦ୍ଦାର ପଟେଲ ଆଉ ମେନନ। ସେଠି ଗୁଡାକର ଯୋଉ ଚୁକ୍ତିର ସର୍ତ୍ତ ଗୁଡାକ କଣ ଥିଲା? ଯଦି ଗୋଟେ ଦେଶୀୟ ରାଜ୍ୟ ଯଦି ଏହି ଚୁକ୍ତିରେ ସ୍ୱାକ୍ଷର କରିବେ ହେଲେ ସେମାନଙ୍କୁ କଣ ମିଳିବ? ଦେଖ, 1 ନମ୍ବର ପଏଣ୍ଟ ହେଲା, ମିଶ୍ରଣ ଚୁକ୍ତି ଅନୁଯାୟୀ ଦେଶୀୟ ରାଜାମାନେ ଶାସନ ସମ୍ପର୍କିତ ସମସ୍ତ କ୍ଷମତା ସମ୍ପୂର୍ଣ୍ଣ ଭାବେ ଭାରତ ସରକାରକୁ ହସ୍ତାନ୍ତର କଲେ। ଦେଶୀୟ ରାଜାମାନଙ୍କର କୌଣସି ସ୍ୱତନ୍ତ୍ର ସ୍ଥିତି ରହିଲା ନାହିଁ। ନମ୍ବର 1। ନମ୍ବର 2 ହେଲା, ରାଜ୍ୟ ହରାଇଥିବା ରାଜାମାନଙ୍କ ପାଇଁ ବାର୍ଷିକ ପେନସନ ବ୍ୟବସ୍ଥା କରାଗଲା। ଏହାକୁ ରାଜାଙ୍କର ହାତ ପାଣ୍ଠି ବୋଲି କୁହାଗଲା। ଯୋଉ ପେନସନ ଦିଆଗଲା ତାକୁ ରାଜାଙ୍କର ହାତ ପାଣ୍ଠି ବୋଲି କୁହାଗଲା। ଏହି ପାଣ୍ଠି ରାଜ୍ୟରୁ ଆଦାୟ ହେଉଥିବା ରାଜସ୍ୱ ଭିତ୍ତିରେ ସ୍ଥିରୀକୃତ ହୋଇଥିଲା। ଯଦି ଯୋଉ ରାଜ୍ୟରେ ଯେତେ ରାଜସ୍ୱ ଆଦାୟ ହେବ ସେଠୁ ସେ ହାତ ପାଣ୍ଠି ପାଇବେ ବୋଲି କୁହାଗଲା। 3 ନମ୍ବର ପଏଣ୍ଟ ହେଲା, ରାଜାମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି, ରାଜପ୍ରସାଦ ତଥା ପଦବୀ ସେମାନଙ୍କ ପାଇଁ ସୁରକ୍ଷିତ ରହିଲା। 4 ନମ୍ବର ପଏଣ୍ଟ ହେଲା, ସେଗୁଡ଼ିକ ବଂଶାନୁକ୍ରମିକ ଭାବରେ ସେମାନଙ୍କର ବଂଶଧର ଭୋଗ ଦଖଲ କରିବେ ବୋଲି ସ୍ଥିର କରାଗଲା। ଏବଂ 5 ନମ୍ବର ପଏଣ୍ଟ ହେଲା, ଦେଶୀୟ ରାଜ୍ୟର କର୍ମଚାରୀମାନଙ୍କୁ ପ୍ରାଦେଶିକ ସରକାର ମାନେ ସେମାନଙ୍କର କର୍ମଚାରୀ ଭାବରେ ଗ୍ରହଣ କଲେ। ଏହା ଥିଲା ସର୍ତ୍ତ ଗୁଡ଼ିକ। ଓକେ, ତାପରେ 2 ନମ୍ବର ପ୍ରଶ୍ନ। ପରବର୍ତ୍ତୀରେ 2 ନମ୍ବର ପ୍ରଶ୍ନରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର 20ଟି ଶବ୍ଦରେ ଲେଖ। ଆମେ ଏଇ ପ୍ରଶ୍ନର ଉତ୍ତର 20ଟି ଶବ୍ଦରେ 2 ଲାଇନ, 1 ଲାଇନ, 2 ଲାଇନ या 3 ଲାଇନ ଭିତରେ ଲେଖିବାକୁ ପଡିବ। ଦେଖ, ପ୍ରଥମ ପ୍ରଶ୍ନ କଣ? କ ନମ୍ବର, ଭାରତ ସ୍ୱାଧୀନତା ପରେ ଦେଶୀୟ ରାଜ୍ୟ ଗୁଡ଼ିକର ଅବସ୍ଥା କିପରି ଥିଲା? ଓକେ, 1 ନମ୍ବର ପଏଣ୍ଟ ହେଲା, 1947 ଭାରତ ସ୍ୱାଧୀନତା ଆଇନ ଅନୁଯାୟୀ ଦେଶୀୟ ରାଜ୍ୟ ଗୁଡ଼ିକ ଉପରୁ ବ୍ରିଟିଶ ସର୍ବୋଚ୍ଚ ଶକ୍ତିର ଛତ୍ରଛାୟା ଅପସାରିତ ହୋଇଗଲା। ଏବଂ 2 ନମ୍ବର ପଏଣ୍ଟ ହେଲା, ବସ୍ତୁତ ସେମାନେ ସ୍ୱାଧୀନତା ହରାଇଲେ। ଏଇଟା ଥିଲା କଣ? ଆମର ଭାରତ ସ୍ୱାଧୀନତା ଦେଶୀୟ ରାଜ୍ୟ ଗୁଡ଼ିକର ଅବସ୍ଥା। 6 ନମ୍ବର ହେଲା କଣ? ଭାରତ ସ୍ୱାଧୀନତା ଆଇନରେ ରାଜ୍ୟ ସମ୍ପର୍କରେ କି ବ୍ୟବସ୍ଥା ରହିଲା? କଣ? 1 ନମ୍ବର ପଏଣ୍ଟ ହେଲା, 1947 ଭାରତ ସ୍ୱାଧୀନତା ଆଇନ ଅନୁଯାୟୀ ଦେଶୀୟ ରାଜ୍ୟମାନେ ସ୍ୱାଧୀନତା ହରାଇଲେ। ଆଉ 2 ନମ୍ବର ହେଲା, ସେମାନେ ଚାହିଁଲେ ଭାରତ କିମ୍ବା ପାକିସ୍ତାନ ସହିତ ମିଶି ଯାଇ ପାରିବେ ଅଥବା ସ୍ୱାଧୀନ ହୋଇ ରହିପାରିବେ ବୋଲି ଭାରତ ସ୍ୱାଧୀନତା ଆଇନ ବ୍ୟବସ୍ଥା ରହିଲା। ଓକେ, ତାପରେ ପରବର୍ତ୍ତୀ ପ୍ରଶ୍ନ ହେଲା, ଜୁନାଗଡ଼ ଦେଶୀୟ ରାଜ୍ୟ କିପରି ଭାରତରେ ମିଶିଲା? ଜୁନାଗଡ଼ ଏରିଆ କେମିତି ମିଶିଲା ଭାରତରେ? ଜୁନାଗଡ଼ ନବାବ ପାକିସ୍ତାନ ସହିତ ମିଶିବାକୁ ଇଚ୍ଛା ପ୍ରକାଶ କଲେ, କିନ୍ତୁ ଏହାର ସୀମା ପାକିସ୍ତାନ ସୀମା ସହିତ ସଂଲଗ୍ନ ନଥିଲା। ଭାରତ ସରକାର ଦ୍ୱାରା ଏହା ଗଣଭୋଟ ଅନୁଷ୍ଠିତ କରାଗଲା। ପ୍ରାୟ 2 ଲକ୍ଷ ଭୋଟ ମତଦାତାଙ୍କ ମଧ୍ୟରୁ କେବଳ 90 ଜଣଙ୍କର ବ୍ୟତୀତ ଅନ୍ୟ ସମସ୍ତେ ଭାରତରେ ମିଶିବାକୁ ଇଚ୍ଛା ବ୍ୟକ୍ତ କଲେ। ଏଣୁ ଓକେ, କଣ ହେଲା ତାପରେ?
नवाब तांकु परिवार सहित पाकिस्तान को पलायन कले जूनागढ़ भारत सहित मिसी गला। ओके घ नंबर किए हैदराबाद निजाम थिले एवं क्यों संगठन तांकु समर्थन करुला। हैदराबाद निजाम किए थिले एवं क्यों संगठन तांकु साहाय्य करथिला। हैदराबाद रो शासक थिले निजाम ओस्मान अली खान। निजाम ओस्मान अली खान एवं सदय कासिम रजवी सदय कासिम ओके सदय कासिम रजवी नेतृत्व रे रजाकर नामक एक सशस्त्र संगठन निजाम को समर्थन करुथिले। किए रजाकर ओके कहार नेतृत्व रे सदय कासिम रजवी नेतृत्व रे। हैदराबाद किपरि भारत सहित मिशिला। देख हैदराबाद उपरे ऑपरेशन पोलो नामक सामरिक कार्यानुष्ठान ग्रहण करागला। 1948 सेप्टेम्बर 13 रु 5 दिन मध्य हैदराबाद भारतीय सैन्य बाहिनी अख्तियार को आसिला। 1949 नवेम्बर हैदराबाद निजाम मिलन पत्र रे स्वाक्षर कले फल रे हैदराबाद भारत सहित मिशीगला। ओके 6 नंबर चौरे कौन कला। परवर्ती प्रश्न राजांकर हाथ पांटी कौन एवं यह किपरि स्थिरीकृत होइतिला। राजांकर हाथ पांटी कौन राज्य हराइथिबा राजा मानक पई वार्षिक पेंशन व्यवस्था करागला। यहाकू राजांकर हाथ पांटी बोली कहगला। एई हाथ पांटी राज्य रु आदाय हेउथिबा राजस्व भित्तिरे स्थिरीकृत होइथिला। तापर परवर्ती प्रश्न आमे देखिबा सरदार पटेल किपरि स्वराष्ट्र देशीय राज्य संघ गठन कले। देख कटिहार उपद्वीप रे 222 राज्य को मिसाई सरदार पटेल 1948 मसीहा जानुआरी मासरे स्वराष्ट्र देशीय राज्य संघ गठन कले। केतोटी माने 222 ओके 222 राज्य को मिसाई हला। ओके ज नंबर कौन पूर्व पंजाब राज्य संघ किपरि संगठित हैला। पूर्व पंजाब राज्य संघ कि बोली संगठित हैला। देख 1948 जुलाई रे पटियाला कपूरतला जींद नाभा आउ फरीदकोट मालेरकोटला नलारगढ़ और कलसिया को नहीं पूर्व पंजाब राज्य संघ प्रतिष्ठा होइथिला। झ नंबर परवर्ती प्रश्न क्यों राज्य गुडिक देशीय मिश्रण अंगीकार स्वाक्षर करि नथिले। यह के तीनटा देशीय राज्य थिला से हला काश्मीर महिशूर और हैदराबाद देशर मिश्रण अंगीकार चुक्ति पत्र रे स्वाक्षर करि नथिले। सरदार पटेल को कहीं कि भारतर बिस्मार्क और लौह मानव बोली कहा जाए। बहुत गुरुत्वपूर्ण प्रश्न। देशीय राज्य गुडिक भारत सहित मिश्रण प्रक्रिया रे सरदार वल्लभ भाई पटेल अनेक दृढ़ पदक्षेप नहीं कूटनैतिक पारदर्शिता और राजनैतिक विचक्षणता बल रे भारत को एक करिबारे तांकर सफलता जगू केही के तांको भारतर बिस्मार्क बोली कहती। तांकर बलिष्ठ नेतृत्व और दृढ़ व्यक्तित्व जगू तांको लौह मानवर आख्या दिया जाइछि। राइट 3 नंबर प्रश्न प्रत्येक प्रश्नर उत्तर गोटे वाक्य रे लेख। गोटे वाक्य रे लिखिबो हला। देशीय राज्य विभाग सृष्टि परे किए एहार मंत्री हेले। देशीय राज्य विभाग सृष्टि परे सरदार वल्लभ भाई पटेल एहार मंत्री हेले। वीपी मेनन किए। वीपी मेनन भारत सरकार रो देशीय राज्य विभाग रो शासन सचिव थिले। राइट तापर कोन देशीय राज्य गुडिक परवर्ती प्रश्न कोन देशीय राज्य गुडिक मिश्रण संपर्क रे केबे नेहरू और पटेल लॉर्ड माउंटबेटन को साक्षात करथिले। देशीय राज्य गुडिकर मिश्रण संपर्क रे कौन है 1947 मसीहा जुलाई 9 तारिख रे नेहरू और पटेल लॉर्ड माउंटबेटन को साक्षात करथिले। घ नंबर प्रश्न किए मिलन पत्र प्रस्तुत करथिले। सरदार वल्लभ भाई पटेल और वीपी मेनन मिलन पत्र प्रस्तुत करथिले। अनंत सिंह किए। अनंत सिंह जोधपुर रो राजा थिले। ओके 6 नंबर परवर्ती प्रश्न जम्मू काश्मीर राजांकर प्रस्ताव को किए प्रत्याख्यान करथिले। जम्मू काश्मीर राजांकर प्रस्ताव को काश्मीर लोकप्रिय नेता शेख अब्दुल्ला प्रत्याख्यान करथिले। 6 नंबर भारतीय संविधान रो क्यों धारा रे जम्मू काश्मीर पाई विशेष व्यवस्था रहिला। भारतीय संविधान रो 370 धारा जम्मू काश्मीर पाई विशेष व्यवस्था रहिला।
ऑपरेशन पोलो क्यों देशीय राजा पाई प्रযোज्य थिला? ऑपरेशन पोलो हैदराबाद देशीय राजा पाई प्रयोज्य थिला। परवर्ती प्रश्न देशीय राज्य मिश्रण कार्य केउठारे आरंभ हेतिला? देशीय राज्य मिश्रण कार्य ओडिशारू आरंभ हेतिला। ओडिशारू किए देशीय राज्य मिश्रण कार्य रे पटेल को सहाय्य करथिले? ओडिशारू हरिकृष्ण महताब देशीय राज्य मिश्रण कार्य रे पटेल को सहाय्य करथिले। प्रत्येक प्रश्नर ओके प्रत्येक प्रश्न रे दिया जाइथिबा 4 गोटी विकल्प मध्यरु ठीक उत्तरटी बाछि तार क्रमिक नंबर सहित लेख क्रमिक संबर सहित लेख। ओके क नंबर हैला स्वाधीन प्राप्ति बेलकू किए भारतर प्रधानमंत्री थिले? यार उत्तर हैला जवाहरलाल नेहरू 2 नंबर। मिलन पत्रर शर्त अनुଯାयी देशीय राज्य मानू क्यों क्षमता भारत सरकार को हस्तांतरित करने को पड़ुथिला? एटा हैला 3 नंबर प्रतिरक्षा वैदेशिक व्यापार और जोगाजोग। तापर परवर्ती प्रश्न ग नंबर क्यों देशीय राज्य तत्कालीन बॉम्बे प्रादेशिक सहित मिसी जाइथिला? यह थिला 3 नंबर कोल्हापुर। ओके एवं घ पंजाब पार्वत्य राज्य एजेंसी रे केतोटी राज्य को नहीं हिमाचल प्रदेश गठित होइथिला? उत्तर हैला 2 नंबर हैला हमर 30 गोटी। एवं केबे राज्य पुनर्गठन आईन प्रवर्तित हैला? उत्तर हैला 1956। यह थिला आपण मानकर प्रश्न उत्तर। निश्चित रूप रे ए प्रश्न उत्तर आपण मानकू भल लागिथिबो आ जदि प्रश्न उत्तरटी भल लागिथिबो बा हेल्पफुल थिबो निश्चित रूप रे ए वीडियो को लाइक कमेंट शेयर करंतु आउ ए वीडियो को सब्सक्राइब करबा को भूलंतु नहीं। धन्यवाद। ओके जय हिंद।